जय जगन्नाथ। ଆଜି ଜଗନ୍ନାଥ ମହାପ୍ରଭୁ ଏ ବ୍ରହ୍ମାଣ୍ଡର ଠାକୁର, ପ୍ରତ୍ୟେକ ଓଡ଼ିଆର ପ୍ରାଣ ଦେବତା। ଭାରତ ନୁହଁ ପୃଥିବୀରେ ଗଳି କନ୍ଦିରେ ତାଙ୍କର ଭକ୍ତ ଅଛନ୍ତି। ପ୍ରତ୍ୟେକ ସନାତନୀ, ପ୍ରତ୍ୟେକ ହିନ୍ଦୁମାନେ ଜଗନ୍ନାଥଙ୍କୁ ନିଜର ପ୍ରଭୁ ବୋଲି ମାନନ୍ତି। ତାଙ୍କୁ ଗୋଟେ ଅନଲାଇନରେ ଅଲି ଖାନ୍ ବୋଲି ଗୋଟେ ସାଇଟ୍, ସେଥିରେ ପାଦ ପୋଛା, ଯେଉଁଥିରେ ପାଦ ପୋଛାଯାଏ, ସେଥିରେ ଚିତ୍ର କରିକି ଆଡ଼ଭର୍ଟାଇଜ୍ କରୁଛି ବିକିବା ପାଇଁ। ଦେଖ, ଅନେକ ଲୋକ ଅନେକ ଜାଗାରେ ଷ୍ଟ୍ରାଇକ୍ କରୁଛନ୍ତି, ରାଲି କରୁଛନ୍ତି। ଏଥିରେ କୌଣସି ପାର୍ଟି କଥା ନୁହେଁ। ତୁମ ଭଗବାନ ଏବଂ ତୁମେ ଯାହାକୁ ମାନିକି, ଯାହାର ପରିଚୟରେ ତୁମେ ଚାଲୁଛ, ତାକୁ ଯଦି ଅପମାନ କରାଯାଉଛି, ସବୁ ରାଜନୀତି ଛାଡ଼ିକି ରାଜରାସ୍ତାରେ ଠିଆ ହେବା ଦରକାର। ଜଣେଇ ଦେବା ଦରକାର, ଆମେ ପ୍ରତ୍ୟେକ ଓଡ଼ିଆ ଜଗନ୍ନାଥ ମହାପ୍ରଭୁଙ୍କୁ ଆଙ୍ଗୁଠି ଦେଖେଇଲେ ଛାଡ଼ିବୁନି। ତୁମମାନଙ୍କ ପାଖେ ସବୁ ପାୱାର, ପଇସା, ସଂଗଠନ, ଅନୁଷ୍ଠାନ ଥାଇକି ତମେ ଚୁପ୍ ହୋଇକି ରହୁଛ। ଏଥିରେ ପଲିଟିକାଲ କଥା ନୁହେଁ। ଏଇଟା ହେଉଛି ପ୍ରଭୁଙ୍କୁ ଯୋଉଠି ଅପମାନ କରାହେଲା। ତମେ ଗୋଟେ ଗଲ, ଗୋଟେ ମୁସଲିମଙ୍କର ଗୋଟେ ଧର୍ମରେ କେହି ଅପମାନ କର, ଗୋଟେ ଖ୍ରୀଷ୍ଟିଆନ ଧର୍ମର କାହା ଗୋଟେ ଅପମାନ କଲ, ଇଣ୍ଟରନ୍ୟାସନାଲର ପ୍ରେସର ପଡ଼ିବ। ଆମର ଜଗନ୍ନାଥ ମହାପ୍ରଭୁ ଯିଏକି ସନାତନ ଧର୍ମର 4 ଧାମ ଭିତରୁ ଶ୍ରେଷ୍ଠ ଧାମ, ତାକୁ ଅପମାନ କରାହେଉଛି, ସମସ୍ତେ ଚୁପ୍। କିଏ ଗୋଟେ ଆଇଲେ, ସାଧାରଣ ଏଇ ପୁରୀର ଗୋଟେ ଅନୁଷ୍ଠାନ ମାନେ ବାଇଟ୍ ଦେଇଦେଲେ, ବାସ୍ ସେତିକି ଶେଷ। ମାନେ ଦେଖିଲେ ଏତେ ଦୁଃଖ ଲାଗୁଛି, ସମସ୍ତେ ଚୁପ୍। ଆରେ ଭାଇ, ରାଜନୀତି କଲାବେଳେ ଯେମିତି ନିଜେ ଆଗକୁ ଯାଉଛ, ଏ ଜାଗାରେ କାହିଁ ଏତେ ଜିନିଷ ଆଗକୁ ଯାଉନ? ସମସ୍ତେ ମିଶିଯାଅ ନା, ସବୁ ପାର୍ଟି ମିଶିକି ଏଠି ସ୍ୱର ଉତ୍ତୋଳନ କଲ, ଦେଖିବା କେମିତି ସେ ଜେଲ୍ ନ ଯିବ। ଖାଲି ଗୋଟେ ଏଫଆଇଆର ଦେଇଦେଲେ କିଛି ହବନି। ବେଳ ପଡ଼ିଲେ ତା ଗଳା କାଢ଼ିଦେବା ଦରକାର, ମାରିଦେବା ଦରକାର ଏ ଲୋକ। ଆଉ ଦୁନିଆରେ କେହି ପୁନର୍ବାର ଇତିହାସ ସାକ୍ଷୀ ରହିବ, କେହି ଆଙ୍ଗୁଠି ଦେଖେଇବେନି ପ୍ରଭୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।